ଧୀରେ ଧୀରେ ସାରା ଓଡ଼ିଶାରେ ନିର୍ବାଚନ ପ୍ରଚାର ଜମିବାରେ ଲାଗିଛି। ସେହିପରି ରାଜ୍ୟର ମର୍ଯ୍ୟାଦାପୂର୍ଣ୍ଣ ଆସନ ଖୋର୍ଦ୍ଧାରେ ମଧ୍ୟ ତିନି ରାଜନୈତିକ ଦଳର ପ୍ରାର୍ଥୀମାନେ ଲାଗି ପଡ଼ିଛନ୍ତି। ଏଠାରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ କର୍ମୀ ସମ୍ମିଳନୀ କରିଛନ୍ତି। ସବୁଠାରେ ପ୍ରଶାନ୍ତ ଜଗଦେବଙ୍କୁ ବିପୁଳ ସମର୍ଥନ ମିଳୁଛି। ପ୍ରଶାନ୍ତ ଦୁଇ ଦଳର ପ୍ରାର୍ଥୀଙ୍କୁ ଟକ୍କର ଦେଉଛନ୍ତି। ସେମାନେ ହେଲେ ବିଜେଡି ଦଳର ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ସାହୁ ଏବଂ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ସୋନାଲି ସାହୁ। ପ୍ରଶାନ୍ତ ନିର୍ବାଚନ ପ୍ରଚାର ତରିକାକୁ ଭିନ୍ନ ପ୍ରକାର କରିଛନ୍ତି। ପ୍ରଶାନ୍ତ ତାଙ୍କର ସଂଗଠନକୁ ମଜବୁତ କରିବାରେ ଲାଗିଛନ୍ତି। ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର କୁହୁଡ଼ି, ରତନପୁର, ମଙ୍ଗଳାଯୋଡ଼ି ଗ୍ରାମ ପଞ୍ଚାୟତରେ କର୍ମୀ ସମ୍ମିଳନୀ କରିଛନ୍ତି। ନିର୍ବାଚନ ପ୍ରଚାର ଜଷ୍ଟ ଆଜିଠୁ ଆରମ୍ଭ କଲିଣି। ଆମ ବାସନ୍ତୀ ମହାପାତ୍ର ଯିଏ ମୋ ଭଉଣୀ, ଆମେ ଦି ଜଣ ଯାକ ଧବଳେଶ୍ୱରଙ୍କ ପାଖରେ ମୁଣ୍ଡିଆ ମାରି ଆଜି ଗୁରୁଜଙ୍ଗକୁ ପୁରା ଘର ଘର ବୁଲିକି ସାହି ବୁଲିକି ପଦଯାତ୍ରା କଲୁ। ତାପରେ ଆସିକି ପ୍ରଥମ କର୍ମୀ ସମ୍ମିଳନୀ କୁହୁଡ଼ିରେ ଆରମ୍ଭ, ମାନେ ସେଇଟା ଷ୍ଟାର୍ଟିଂ, ଏଇଟା ଏଣ୍ଡିଂ। କୁହୁଡ଼ିରେ ଆମେ କର୍ମୀ ସମ୍ମିଳନୀ କରିଛୁ ଏବଂ ଏ କର୍ମୀ ସମ୍ମିଳନୀରେ ଯେଉଁମାନେ ଆମର ସୈନିକ ମାନେ ଯେଉଁଭଳି ଉତ୍ସାହିତ ହେଇକି ଅଛନ୍ତି ତାକୁ କେବେ ଶବ୍ଦରେ କହିହେବନି। କାରଣ ଇଏ ଭାରତୀୟ ଜନତା ପାର୍ଟି ପାଇଁ ଲୋକଙ୍କର ଏତେ ଉତ୍ସାହ ବଢ଼ିଯାଇଛି ଏବଂ ମୋଦିଜୀ ଆସିଲା ପରେ ଓଡ଼ିଶାରେ ଏବଂ କାର୍ଯ୍ୟକ୍ରମ କରି ଯେତେବେଳେ କହିଲେ 10 ତାରିଖ ପାଇଁ ନିମନ୍ତ୍ରଣ କରିସାରିଲେଣି, ପରିବର୍ତ୍ତନ ହବ ଏବଂ ତୃତୀୟ ଥର ପାଇଁ ସେ ପ୍ରଧାନମନ୍ତ୍ରୀ ହେବେ। ଓଡ଼ିଶାରେ ଏଥର ବିଜେପି ସରକାର ଆସିବ। ଇଏ ଯୋଉ କଥା ଲୋକଙ୍କୁ ଛୁଇଁଛି ହୃଦୟକୁ, ତେଣୁ ହଜାର ହଜାର ଲୋକ ଆଜି ଭାରତୀୟ ଜନତା ପାର୍ଟିକୁ ଭୋଟ ଦେବାକୁ ଚାହୁଁଛନ୍ତି। ସେଭଳି ପରିପ୍ରେକ୍ଷୀରେ ଖୋର୍ଦ୍ଧା ହେଉଛି ଗୋଟେ ଆଗୁଆ ନିର୍ବାଚନ ମଣ୍ଡଳୀ ଏବଂ ଏଇ ଶେଷ ସ୍ୱାଧୀନ ଦୁର୍ଗ ହେଲା ଖୋର୍ଦ୍ଧା। ସେ ଖୋର୍ଦ୍ଧାରେ ପୁଣି ଥରେ ବିପ୍ଳବର ଆରମ୍ଭ ହେଉଛି ଏବଂ ଏଥିରେ ଆଉ ଗୋଟେ ବଡ଼ କଥା ଆସିଛି। ବଡ଼ କଥା, ଯୋଉ ତାମିଲ ଶାସନ ଚାଲିବାକୁ ଯୋଉ ଷଡ଼ଯନ୍ତ୍ର ଚାଲିଛି, ବିଜୁ ଜନତା ଦଳ ନାହିଁ, ତାମିଲ ଦଳ ହେଇଛି। ତ ଯୋଉ ତାମିଲ ଦଳ ହେଇଛି ଏବଂ ସେ ତାମିଲିଆନ ମାନେ ଯୋଉ ଆସିକିରି ଏଠି ଓଡ଼ିଶାର କ୍ଷମତାକୁ ହାତକୁ ନେବାକୁ ଚାହୁଁଛନ୍ତି। ମୋର ମନେ ପଡ଼ିଯାଉଛି ଯେମିତି ଜଗନ୍ନାଥ ବଳଭଦ୍ର ଯାଇଥିଲେ କାଞ୍ଚି, ଆମକୁ ପୁଣି ଥରେ ସେଇଭଳି ଯୁଦ୍ଧ କରିବାକୁ ପଡ଼ିବ ଏବଂ ତାମିଲକୁ ହଟାଇବାକୁ ପଡ଼ିବ। ଓଡ଼ିଶାରେ ପୁଣି ଏକ ବ୍ୟବସ୍ଥାର ପରିବର୍ତ୍ତନ ହେବ, ଏକ ବିକଶିତ ଓଡ଼ିଶା ତିଆରି କରିବା ପାଇଁ ଆମେ ସମସ୍ତେ ଲାଗିବା ଏବଂ ଏଇ ଯୋଉ ଲଢ଼େଇ ହବ, ଏ ଲଢ଼େଇ ଲାଗୁଛି ପୁଣି ଥରେ ଦ୍ୱିତୀୟ ସ୍ୱାଧୀନତା ଆନ୍ଦୋଳନ ହବ। କାରଣ ଆମର ଜେଜେମାନେ ସେ ଆନ୍ଦୋଳନ କରିକି ଯାଇଥିଲେ, କୃତିବାସ ପାଟଶାଣୀ, ଜୟ ରାଜଗୁରୁ, ବକ୍ସି ଜଗବନ୍ଧୁ, ମାଧବ ଚନ୍ଦ୍ର ରାଉତରାୟ ଏବଂ ପିଡିକି ବାବୁଗଣ। ପୁଣି ଥରେ ତା ନାତି ଏବଂ ଜୟଗୁରୁ ରାଜଗୁରୁର ବଂଶଧର ବାସନ୍ତୀ ମହାପାତ୍ର, ଆମେ ସମସ୍ତେ ପୁଣି ଏକାଠି ହେଇକି ଆଉ ଥରେ ବିପ୍ଳବ ଆରମ୍ଭ କରିବୁ ଖୋର୍ଦ୍ଧା ମାଟିରୁ। ଯୁବକ ମାନଙ୍କୁ ନେଇ, ମୁଁ ଆମ ଅଞ୍ଚଳର ଶହୀଦର ଦାୟାଦ ମାନଙ୍କୁ ନେଇ ପୁଣି ଥରେ ଏକ ବିପ୍ଳବ ଆରମ୍ଭ ହବ ଖୋର୍ଦ୍ଧା ମାଟିରୁ। ଖୋର୍ଦ୍ଧା ଓଡ଼ିଶାରେ ପଦ୍ମ ଫୁଟିବ ଏବଂ ଓଡ଼ିଶା ବିକଶିତ ହବ। ଓଡ଼ିଶା ଯେମିତି ଧନୀ ବଟ୍ ଓଡ଼ିଆ ଗରିବ, ସେ ପରମ୍ପରା ହଟିବ। ଓଡ଼ିଶା ଧନୀ ହବ, ଓଡ଼ିଆ ବି ଧନୀ ହେବେ। ଇଏ ପରିକଳ୍ପନା ନେଇ ଡବଲ ଇଞ୍ଜିନ ସରକାର ଓଡ଼ିଶାରେ ହବ। ଆମେ ପୁଣି କହୁଛୁ 25 ବର୍ଷ ଦରକାର ନାହିଁ, ସିରିଫ 5 ବର୍ଷ ଦରକାର। 5 ବର୍ଷରେ ଓଡ଼ିଶାର ସମୃଦ୍ଧି ବିକାଶ, ଏକ ବିକଶିତ ଓଡ଼ିଶା ହବ। ଏଠି ନିବେଦନ କରୁଛୁ ଓଡ଼ିଶାବାସୀଙ୍କୁ ଏବଂ ଖୋର୍ଦ୍ଧାବାସୀଙ୍କୁ, ନିଶ୍ଚିତ ଭାବରେ ଏଥିରେ ସେମାନେ ସାମିଲ ହେବେ ଏବଂ ଆଶୀର୍ବାଦ। ବିଜେଡି ଦଳ ହେଇନାହିଁ, ମାଫିଆର ଦଳ, କମଳ ଯାକ ବାଳ ଏବଂ ତାମିଲ ଦଳ। ବିଜୁ ଜନତା ଦଳ। ବିଜୁ ଜନତା ଦଳକୁ ଆମେ ନବୀନ ପଟ୍ଟନାୟକଙ୍କୁ ଦେଖିଥିଲୁ, ତାଙ୍କ ଚାଲିଚଳନ ଦେଖିଥିଲୁ, ତାଙ୍କ କାର୍ଯ୍ୟକଳାପ ଦେଖିଥିଲୁ ଏବଂ ମତେ କାହିଁ ଲାଗୁଛି ନବୀନ ବାବୁ ବି ନକଲି ହେଇଗଲେଣି। ନବୀନ ବାବୁ ଚାଲିଗଲେଣି। ଭିତରେ ଭିତରେ ସେ ନବୀନ ନିବାସରୁ ଆଉ ଗୋଟେ ନବୀନ ପଟ୍ଟନାୟକ ଆଣିକି ରଖା ହେଇଛି, ଯୋଉ ରବର୍ଟ ନବୀନ ପଟ୍ଟନାୟକ ମତେ ଲାଗୁଛି ସେଇଭଳିଆ। ତେଣୁ ଦେଖାଯାଉ, ତାଙ୍କୁ ଟିକେ ଟେଷ୍ଟ କରାଯାଉ କଣ ପରିସ୍ଥିତି ହେଇଛି ସେମିତି। रिपोर्ट SM न्यूज।